କିଛି ପାଳଙ୍ଗ ଶାଗକୁ ନେଇକି ବାଛି ବୁଛି ଭଲ କି ଧୋଇକି ତା ପାଣିକୁ ନିଗାଡ଼ି ଦିଅନ୍ତୁ। ସେ ପାଣି ନିଗିଡ଼ି ଗଲା ପରେ ଆପଣ ତାକୁ ଛୋଟ ଛୋଟ କାଟିକି ବି ଭର୍ତ୍ତି କରିପାରିବେ, ସେମିତି ବି ହେବ ଗ୍ରାଇଣ୍ଡିଙ୍ଗ। ତାକୁ ଭଲ ରକମ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ, ପାଣି ଜମା ଦେବେନି। ଗ୍ରାଇଣ୍ଡିଙ୍ଗ ହେଇଥିବା ସେଇ ପାଳଙ୍ଗ ଆଣରେ ଆପଣ 2 ଚାମଚ ଘିଅ ଦେଇପାରିବେ, ରିଫାଇନ୍ ଦେଇପାରିବେ, ଯାହା ବି ହେଉ ଟିକେ ଖାସ୍ତା ଦେବେ, ଟିକେ ଲୁଣ ଦେବେ। ମୋର ଟିକେ ଲୁଣ ଅଧିକ ହେଇଯାଇଥିଲା, ଆପଣ ଟିକେ କମ୍ ଲୁଣ ଦେବେ। ଆଉ ଆମ ଘରେ ଯେହେତୁ ସମସ୍ତେ ମିଠା ପ୍ରିୟ, ମୁଁ 2 ଚାମଚ ଚିନି ବି ପକେଇଥିଲି। ଆପଣ ଚିନି ପକେଇ ପାରନ୍ତି ବା ନ ପାରନ୍ତି, ସେଇଟା ଆପଣଙ୍କ ଇଚ୍ଛା। ଆଉ ତାକୁ ଭଲ ରକମ ଆଗ ଗୋଳେଇ ଦେବେ, ଲୁଣ ଚିନି ପାଳଙ୍ଗ ରସକୁ ଭଲକି ମିଶାଇ ଦେବେ। ଛଣାଛଣି କରିବା କିଛି ଦରକାର ନାହିଁ। ତାପରେ ଅଟା ପକେଇକା ଏମିତି ଅଟା ପ୍ରସ୍ତୁତ କରିବେ, ଯେଉଁଟାକି ମୋଟେ କେଉଁଠି ଲାଗିବନି। ତାକୁ ଘୋଡ଼େଇକି ଥୋଇଦେବେ। ଇଆଡ଼େ କ'ଣ କରିବେ, ଗୋଟେ ଘୋରା ଆଣିକି ଗାଜରକୁ ଭଲ ରକମ ଧୋଇଦେବେ। ଆମର ଯେମିତି ପନିକିରେ ଟିକେ ଘଷି ଦିଅନ୍ତିନି କି, ସେମିତି ଘଷିକିରି ଚୋପା ଛଡ଼େଇକି ଘୋରିଦେବେ। ଆଉ ଚୁଲିରେ ଗ୍ୟାସ୍ ବସେଇବେ। 2ଟା କାଜୁ କିସମିଶ, ଯଦି ଆପଣ କାଜୁ ପକାଇବା କଥା ବି ପକାଇବେ, ଆମର ଘରେ ନଥିଲା ମୁଁ ପକାଇନି। ଟିକେ କାଜୁ କିସମିଶ ଭାଜିକି ଖୋଳେଇ କାଢ଼ିଦେବେ। ଗୁଜୁରାତି ଟିକେ ଉଷୁମ କରିଦେବେ, ଶୀତ ଦିନ ତ, ନହେଲେ ଭଲ ଗୁଣ୍ଡ ହେବନି। ଉଷୁମ ହେଇଗଲା ପରେ ଆଉ ଟିକେ ଘିଅ ପକାଇକି ସେ କୋରା ଗାଜରକୁ ଅଳ୍ପ ଭାଜିଦେବେ। ଟିକେ ଭାଜିକି ଟିକେ ପାଣି ବାହାରି ଆସିଲା ଭଳିଆ ହେଇଗଲେ, ବହୁତ ସମୟ ଭାଜିବା ଦରକାର ନାହିଁ, ହେଇଗଲେ ଆପଣ ତା ଦେହରେ କ୍ଷୀର ଢାଳିଦେବେ। ସେଥିରେ ବି ଟିକେ ଲୁଣ ଦେବେ। ସବୁ ଖାଦ୍ୟରେ ଲୁଣ ଟିକେ ପଡ଼େ, ମିଠା ଖାଦ୍ୟରେ ଟିକେ କମ୍ ପଡ଼େ। କମ୍ ଟିକେ ଲୁଣ ପକାଇ ଦେଇକି ତାକୁ ଭଲକି ଏମିତି ଘଣ୍ଟା ଘଣ୍ଟି କରି ଗୋଟେ ପ୍ରେସର ଦେଇଦେବେ। ସିଆଡ଼େ ସେ ପ୍ରେସର ତ ସାଙ୍ଗେ ସାଙ୍ଗେ ବାହାରିବନି, ହଁ ଚିନି ବି ପକାଇବେ। ପ୍ରେସର ଦେଇଦେଲେ, କାଜୁ କିସମିଶ ବି ପଡ଼ିଗଲା, ସେ ପ୍ରେସର ହେଇକି ରହିଲା। ପ୍ରେସର ତ ସାଙ୍ଗେ ସାଙ୍ଗେ ଫିଟିବନି, ସିଏ ସିଆଡ଼େ ରଖିକି ଇଆଡ଼େ କ'ଣ କରିବେ, ଯେଉଁ ଅଟା ଗୁଳା ଥୋଇଥିଲେ ତାକୁ ଆପଣ ଗୋଟେ ବଡ଼ ଗୁଳା କରିକି ଏମିତି ଦେଖନ୍ତୁ, ନା ବେଲଣା କାଠିରେ ଲାଗୁଛି, ନା ପଟିରେ ଲାଗୁଛି, ନା ହାତରେ ଲାଗୁଛି। କିନ୍ତୁ ଚକଟା ଯଦି ଠିକ୍ ନ ହେବ, କିଛି ଠିକ୍ ହେବନି। ତାକୁ ଗୋଟିଏ ଗୋଟିଏ କରି କଡ଼େଇରେ ଛାଣନ୍ତୁ। ଏଇଟା ମୁଁ ପିଲାମାନଙ୍କ ପାଇଁ କରୁଥିଲି। ପିଲାମାନେ ସ୍କୁଲ ବାହାରୁଥିଲେ, ତେଣୁ ମୁଁ ନିଜେ କ୍ୟାମେରା ଧରି ଧରି କରୁଥିଲି। ସେଠି ଫଟୋଗ୍ରାଫି ଏତେ ଭଲ ହେଉନି, ହେଲେ ବି ମୁଁ ତ ଆପଣଙ୍କୁ ବୁଝେଇ ଦେଉଛି। ଆଉ ଦେଖନ୍ତୁ କି ସୁନ୍ଦର ପୁରୀଟା ମାନ, କିନ୍ତୁ ରହିଗଲେ ସେଟା ଟିକେ ଅଲଗା ଦେଖାଯାଉଛି। ଏଇଠି ଆପଣ ବି ଦେଖିପାରିବେ, ଏଇ ପୁରୀରେ ଟିକେ ରହିଗଲେ ଏମିତି ଦେଖାଯାଉଛି, ନହେଲେ ସାଙ୍ଗେ ସାଙ୍ଗେ ଛାଣିଲେ ଭାରି ସୁନ୍ଦର ଦେଖାଯାଉଛି। ଗାଜର କ୍ଷୀରିଟା ବି ଭାରି ସୁନ୍ଦର ଦେଖାଯାଉଛି। ଆପଣମାନେ କରନ୍ତୁ, ଏଇଟା ଶୀତ ଦିନ, ବଢ଼ିଆ ପାଳଙ୍ଗ ଆଉ ଗାଜର ମିଳୁଛି। କରିକି ପିଲାମାନଙ୍କୁ ଦିଅନ୍ତୁ, ଅନ୍ତତଃ କିଛିଟା ପରିବା, ସେମାନେ ତ ଡାଇରେକ୍ଟ ଖାଇବେନି, ଏମିତି ଖୁଆନ୍ତୁ। ଭଲ ଲାଗୁଛି, ଭଲ